ଆପଣ ଯୋଗ କରନ୍ତୁ। ଆପଣ ଯୋଉ ଆଖେଡା ଶାଳ ଆପଣଙ୍କର ଆଖେଡା ଶାଳ ଯୋଉ ପୂର୍ବର ଆପଣଙ୍କର ବଞ୍ଚୁ ଆଉ ଆପଣଙ୍କର ଯୋଉ ଏ ଯୋଉ ଦଣ୍ଡ ତେଣୁ ଖେଳ ବିଭିନ୍ନ ଏଇ ଫୁଟବଲ ହଉ କ୍ରିକେଟ ହଉ ଯୋଉ ଖେଳ ଜଗତ ବି ଅଛି ସେ ଆହୁରି ଉନ୍ନତ ମାନର ଖେଳ ଜଗତ ଉଠୁ। ସେ କଥା ନାହିଁ ଟିକେ ଆଉ ଟିକେ କହିବେ। ପୁନର୍ବାର ପଚାରି ଦଉଛି ଆଉ ଗୋଟେ ପ୍ରଶ୍ନ ଯେ ଆଜି ଏଇଟା କାହାକୁ ଅଛୁପା ନାହିଁ ଯେ ଇଲେକ୍ସନରେ ଠିଆ ହେବାକୁ ହେଲେ କୋଟି କୋଟି ଟଙ୍କା ବର୍ତ୍ତମାନ ଖର୍ଚ୍ଚ ହେଉଛି। ପ୍ରାର୍ଥୀମାନେ ବହୁ ଟଙ୍କା ଖର୍ଚ୍ଚ କରି ଇଲେକ୍ସନରେ ଜିତନ୍ତୁ ବା ହାରନ୍ତୁ, ଟଙ୍କା ଖର୍ଚ୍ଚ ହେବାଟା ସମସ୍ତେ ଜାଣନ୍ତି। ତେବେ ଆପଣ ଏ ବିଷୟରେ ଆପଣଙ୍କର ମତ କ'ଣ ଏବଂ ଆପଣ ସେଇଭଳିଆ ଟଙ୍କା ଲଢ଼େଇରେ ଆପଣ କୋଉଠି ଅଛନ୍ତି? କିପରି ଯିବାକୁ ଚେଷ୍ଟା କରୁଛୁ ତା ଉପରେ କାହିଁକିନା ଯେଉଁମାନେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଠିଆ ହେଇଛନ୍ତି ବର୍ତ୍ତମାନ ଦଳ ତରଫରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଦେଖେଇଛନ୍ତି ଏବଂ ସେମାନେ ଟିକେଟ୍ ପାଇବା ପାଇଁ ଆଶାୟୀ, ସେମାନେ ସବୁ ହେଭି ୱେଟ୍ ପ୍ରାର୍ଥୀ। ତେଣୁ ଆପଣ ତାଙ୍କ ସାଙ୍ଗରେ କିପରି ଟକ୍କର ଦେବେ ବା ଆପଣଙ୍କୁ ଯଦି ଦଳ ଟିକେଟ୍ ଦିଏ ତାହେଲେ ଆପଣ କେମିତି ଲଢ଼େଇରେ କେମିତି ଆଗକୁ ଯିବେ? କାରଣ ଆପଣ ପ୍ରତିଦ୍ୱନ୍ଦ୍ୱୀମାନେ ଭାରି ବହୁତ ଧନଶାଳୀ, ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେବାର ସାମର୍ଥ୍ୟ ତାଙ୍କ ପାଖରେ ଅଛି। ଆପଣ ସେମାନଙ୍କୁ କେମିତି ସାମ୍ନା କେମିତି କରିବେ? ଇଏ କଟକର ଲୋକଙ୍କୁ ଆପଣ କେମିତି ନିଜ ଆଡ଼କୁ ଆଣିବେ? କେମିତି କୋଉ ବଳରେ, ଧନ ବଳରେ ନା କୋଉ ବଳରେ ଆଣିବେ? ମୋ ସମ୍ବିଧାନକୁ ମୁଁ ପ୍ରଣିପାତ କରୁଛି। ସମ୍ବିଧାନରେ ଯୋଉ ଜିନିଷ ତିଆରି ହେଇଛି, ଆପଣଙ୍କର ଜଣେ ପ୍ରାର୍ଥୀ ହେବେ ଇଲେକ୍ସନରେ ଆପଣ ନିର୍ବାଚନରେ ଲଢିବେ, କୌଣସି ଲୋକଙ୍କୁ ଆପଣ ପ୍ରଲୋଭିତ କରିପାରିବେନି ଅର୍ଥ ଦ୍ୱାରା କି କୌଣସି ଲାଳସା ଆପଣ ଦେଇପାରିବେନି। ଏକ ଧାର୍ମିକ ଅପରାଧ ଏବଂ ଆଇନ ଅନୁଯାୟୀ ନିଶ୍ଚିନ୍ତ ଅପରାଧ। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ତା ଜଣେ ଧନଶାଳୀ, ଧନ କେହି ଧରିକିରି ଆସିନଥାଏ, ଧନ ଏଇଠୁ କମାଏ ପୁଣି ଛାଡିକିରି ଯାଏ। କିନ୍ତୁ ନିର୍ବାଚନ କ୍ଷେତ୍ର ଅଲଗା, ଏଠି ଧନର ଦରକାର ନାହିଁ, ଏଠି ମନର ଆବଶ୍ୟକ ଦରକାର, ଏଠି ଗୁରୁଜନ ମାନଙ୍କର ଆଶୀର୍ବାଦ ଦରକାର, ଏଠି ଶକ୍ତିର ଆଶୀର୍ବାଦ ଦରକାର, ଏଠି ଯୁବବନ୍ଧୁ ମାନଙ୍କର ଆମକୁ ଉତ୍ସାହ ଦରକାର, ଏଠି ଆମ ବସବାସ କରୁଥିବା ସାଧୁସନ୍ଥ ମାନଙ୍କର ଆଶୀର୍ବାଦ ଦରକାର। ତେଣୁ ଏସବୁକୁ ନେଇ ଆମେ ନିଶ୍ଚିତ ଭାବରେ ଇଲେକ୍ସନରେ ଖର୍ଚ୍ଚର କଣ ଆବଶ୍ୟକତା ଅଛି, ଆମେ ପ୍ରସ୍ତୁତ ଅଛୁ। ଇଲେକ୍ସନରେ ଆମର ମୋଟରସାଇକେଲ ରାଲି ଯାଏ, ବିରାଟ ବିରାଟ ଶୋଭାଯାତ୍ରାରେ ପଇସା କଣ ଖର୍ଚ୍ଚ ହୁଏ ଆମେ ଜାଣିଛୁ, ଆମେ ପ୍ରସ୍ତୁତ ଅଛୁ। ବିଗତ ଦିନରେ ଆମେ ରାଲି କରି ଦେଖେଇଛୁ କଟକ ସହରକୁ। ଟଙ୍କା ବାଣ୍ଟିବା ବ୍ୟବସ୍ଥାରେ ଆମେ ନେଉ। ମୁଁ ପୂର୍ବରୁ କହିଲି ଆମର ସମ୍ବିଧାନକୁ ଆମେ ଅବମାନ କରିବା ନାହିଁ। ଟଙ୍କା ଯାହାର ଅଛି ଅଧିକା ପଇସା ସେମାନେ ସାମୂହିକ କାମରେ ଖର୍ଚ୍ଚ କରନ୍ତୁ। ଏଇ ଯୋଉ ଦୁଃଖୀ ଦରିଦ୍ର ଗୋଟେ ଅନାଥ ଆଶ୍ରମରେ ପଇସା ଖର୍ଚ୍ଚ କରନ୍ତୁ, ଯୋଉ ଅଟକି ଯାଇଥିବା ଗୋଟେ ଧାର୍ମିକ କ୍ଷେତ୍ରକୁ, ସାମୂହିକ କ୍ଷେତ୍ରକୁ। କିନ୍ତୁ ବ୍ୟକ୍ତିଗତ ଭୋଟର ପିଛା ପଇସା 500,000 ଟଙ୍କା ବାଣ୍ଟିକିରି ଆପଣ ମାନେ ଲୋକଙ୍କୁ ଭଣ୍ଡାନ୍ତୁ ନାହିଁ। ମୋର ନିବେଦନ, ଆପଣ ଦ୍ରୋହୀ। ଶୁଣ, ଏଇ ଯୋଉ ଆସିବ ଆପଣଙ୍କର ଶକ୍ତି ଆସିବ, ଆପଣ ପାୱାର 5 ବର୍ଷ ରୁହେ, କିନ୍ତୁ ଧର୍ମ ଯୁଗେ ଯୁଗେ ରୁହେ। ଆପଣଙ୍କ କର୍ମ ଆପଣଙ୍କୁ ମାନେ ଧର୍ମ ବନେଇବ। ଆପଣ କୋଉ କର୍ମ କଲେ ସେଇ ଅନୁସାରେ ଧର୍ମ ତିଆରି ହବ। ପାୱାର ପଳେଇବ, କିନ୍ତୁ ସେଥିପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହିବା। ଆଉ ଏ କ୍ଷେତ୍ରକୁ ନେଇ ତାର ମାନ୍ୟତା ରଖ, ଅବମାନନା କରନି, ଚୋରି କରନି। ଆଉ ଚୋର ଯିଏ ବାଣ୍ଟେ, ଚୋରି କରେ ବାଣ୍ଟେ, ଯିଏ ବାଣ୍ଟୁଛି ସେ ଜାଣିବ ଚୋରି କରିବ। ଆପଣ ପାଇଲେ କେତେ? 500,000 ମୁଣ୍ଡ ବିକିଲେ, କିନ୍ତୁ ଆପଣ ଏକ ଧାର୍ମିକ ଅପରାଧ ଭଗବାନ ଦେଖୁଛନ୍ତି। ବରଂ ଯୋଉ କ୍ୟାଣ୍ଡିଡେଟ୍ ଚାଲୁଛି ଆପଣ ତା ପକେଟରେ 5 ପକାନ୍ତୁ। ସେ ରାତି ଦିନ ବୁଲୁଛି ଆପଣଙ୍କ ପାଇଁ, ଘର ଦ୍ୱାର ବୁଲୁଛି, ସେବା ପାଇଁ ଆସିଛି, ତା କର୍ମ ତାର। ଆପଣ ତା ଥାଳରେ 500 ପଠାନ୍ତୁ। ଆପଣଙ୍କୁ ସେ 5 ଟା 5